हेलो गाइस, नमस्कार। यूट्यूब चैनल ऑनलाइन ऐप पे आपका स्वागत है। आज ଆମେ ଜାଣିବା ପିଏମ୍ କିଷାନ କେମିତି ଚେକ୍ କରିବା। ପିଏମ୍ କିଷାନ ଚେକ୍ କରିବା ପାଇଁ ଗୁଗଲ କ୍ରୋମ୍ ଖୋଲିବା ତୁମର ପିଏମ୍ କିଷାନ ଆସିଲା ପରେ ଏଇଠି ଯେଉଁଟା ଲେଖା ହେଇଛି ପିଏମ୍ କିଷାନ ସମ୍ବନ୍ଧିତ ଯୋଜନା, ସେଠାରେ ଟଚ୍ କରିବା। এটা ଟଚ୍ କରିଲା ପରେ ଏଥିରେ KYC ଅଛି, ଏଥିରେ ନ୍ୟୁ ରେଜିଷ୍ଟ୍ରେସନ୍ କରିପାରିବା। ରେଜିଷ୍ଟ୍ରେସନ୍ କରିବା ପାଇଁ ଏଠାରେ ଆଧାର ନମ୍ବର ମାଗିବା, ଏଠାରେ ମୋବାଇଲ ନମ୍ବର ଆଉ ଏଠାରେ ଟଚ୍ କରିବା। ପିଏମ୍ କିଷାନ ଷ୍ଟାଟସ୍ ଚେକ୍ କରିବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ୍ ନମ୍ବର ଦରକାର। যেটা ଆପଣ ଯଦି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ତ ନେକ୍ସଟ ଟାଇମ୍ ଆପଣଙ୍କୁ ବତାଇବି। KYC ଚେକ୍ କରିବା ପାଇଁ ଏଠାରେ ଆଧାର ନମ୍ବର ଦେବାକୁ ପଡ଼ିବ। ମୁଁ ଆଧାର ନମ୍ବର ମାଗିଲେ ଚେକ୍ କରିଦେଉଛି। ମୋଟା ତ ପିଏମ୍ କିଷାନ ପଡ଼ୁନାହିଁ, ସେଥିପାଇଁ ମୋ ରେକର୍ଡ଼ ଫର୍ମ ଲେଖୁଛି। ଆପଣଙ୍କ ଯେଉଁଟା ପଡ଼ିଥିବ ପଡ଼ିଲେ ସେଇଥିରେ ବତାଇବେ। ଏଥିରେ KYC ଯଦି ଆପଣଙ୍କର KYC ଅଛି ଏଠାରେ ଏକ ପପ୍ ଆସିଯିବ KYC ଡନ୍ ଦେଖିକିନି। ଆଉ ଯଦି ନଥିଲେ ଆପଣଙ୍କ ନିକଟସ୍ଥ ସେବା କେନ୍ଦ୍ରକୁ ଯାଇ ଆପଣ KYC କରିନେବେ। ଭଲ ହେବ ଆପଣଙ୍କ ନିକଟସ୍ଥ ସେବା କେନ୍ଦ୍ରକୁ ଯାଇ ଆପଣ ଥରେ ଚେକ୍ କରିଦେବେ KYC ଅଛି କି ନାହିଁ, କ'ଣ ଅଛି ସେନୁ ବସ୍ ଆଜିର ଏତିକି ଥିଲା ପ୍ଲାନ୍। ନେକ୍ସଟ ଟାଇମ୍ ପିଏମ୍ କିଷାନ କେମିତି ଚେକ୍ କରିବ କହିବି। ନମସ୍କାର। ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ।